ସଜୀବ ନଦୀ ମଧ୍ୟରେ କ'ଣ ଭାବିକି କହିବା ପାଇଁ ସମସ୍ତଙ୍କୁ ମୋର ନମସ୍କାର। ମୋ ନାଁ ଦିବ୍ୟାଙ୍ଗୀ କବି। ମୁଁ ପ୍ରଥମ ଶ୍ରେଣୀର ଛାତ୍ରୀ ଅଟେ। ବିଜ୍ଞାନ ବକ୍ଳର ସଜୀବ ନିର୍ଜୀବ ଯେଉଁମାନଙ୍କର ଜୀବନ ଅଛି ସେମାନଙ୍କୁ ସଜୀବ କୁହାଯାଏ। ଉଦାହରଣ ମଣିଷ, ପଶୁ, ଗାଈ, ଲତା ଏମାନଙ୍କର ଜୀବନ ଅଛି। ଏମାନେ ସଜୀବ ଶ୍ରେଣୀର। ସଜୀବ ଜନ୍ମ ହୋଇ ଛୋଟରୁ ବଡ଼ ହୋଇପାରେ। ସେ ଖାଦ୍ୟପାନୀୟ ଖାଇପାରେ। ସେ ବସବାସ କରିପାରେ। ସଜୀବ ବଞ୍ଚିବା ପାଇଁ ଖାଦ୍ୟପାନୀୟ ଦରକାର କରେ। ନିର୍ଜୀବ ଯେଉଁମାନଙ୍କର ଜୀବନ ନାହିଁ ସେମାନଙ୍କୁ ନିର୍ଜୀବ କୁହାଯାଏ। ଉଦାହରଣ ଖଟ, ଆଲମିରା, କଳାପଟା, ଚକ୍ ଇତ୍ୟାଦି ନିର୍ଜୀବ ଶ୍ରେଣୀର। ଏମାନେ ନିର୍ଜୀବ ଶ୍ରେଣୀର। ନିର୍ଜୀବ ଖାଇପାରେ ନାହିଁ। ସିଏ ଜନ୍ମ ହୋଇ ଛୋଟରୁ ବଡ଼ ହୋଇପାରେ ନାହିଁ। ସିଏ ବଞ୍ଚିବା ପାଇଁ ଖାଦ୍ୟ ଆବଶ୍ୟକ କରେ ନାହିଁ।